वर्णना करा जाए कि ब्रह्मांड भ्रमित कौन भाग्यवान जीव गुरु कृष्ण प्रसादे पाए भक्ति लता विजय कि आमे तळे भौतिक दुनिया रे प्रवेश करछंती बारंबार गोटे जोनि परे अलगा जोनि एमती बहु जोनि 84 लक्ष जीव जोनि आमे करी 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 गोटे दिन भगवान असीम अनुकंपार आमे पात्र हेचंती तो जातरा हमको कौन प्राप्त हेछि कि गुरु और कृष्णଙ୍କର कृपा मिलेछि तो गुरु और कृष्णଙ୍କର कृपा मिलेछि माने कौन मिलेछि हमको भक्ति लतार बीज प्राप्त हेछि तो ये भक्ति लतार बीज केमति प्राप्त हुए वास्तव रे गुरु कृपाते कृष्ण कृपाते गुरु मिले तो गुरु सद्गुरुଙ୍କର ଆମେ ସଂସ୍ପର୍ଶରେ ଆସନ୍ତି ଯେତେବେଳେ ଆମର ବାସ୍ତବ ଭାଗ୍ୟ ଉଦୟ ହୁଏ गौर गोविंद स्वामी गोदेव ଗୋଟେ ସୁନ୍ଦର ପୁସ୍ତକ ରଚନା କରିଛନ୍ତି when good fortune arise ଯେତେବେଳେ ଆମର ଏଇ ସୌଭାଗ୍ୟ ଉଦୟ ହୁଏ ଯେତେବେଳେ ଆମେ ଗୁରୁଙ୍କ ନିକଟରେ ଉଚ୍ଚ ଆଧ୍ୟାତ୍ମିକ ପ୍ରାମାଣିକ ଗୁରୁଙ୍କ ନିକଟରେ ସମର୍ପିତ ହେଇଥାନ୍ତି ତାଙ୍କର ନିର୍ଦ୍ଦେଶ ଅନୁସାରେ ଆମେ ଯେତେବେଳେ କାର୍ଯ୍ୟ କରନ୍ତି କୃଷ୍ଣଙ୍କର ପ୍ରତିବର୍ଦ୍ଧନ କରିବା ପାଇଁ ତ ବାସ୍ତବରେ ଭଗବାନ କୃଷ୍ଣ ସନ୍ତୁଷ୍ଟ ହୁଅନ୍ତି ଯେତେବେଳେ ଭଗବାନଙ୍କର ପ୍ରତିନିଧି ରୂପରେ ଗୁରୁଙ୍କର ନିର୍ଦ୍ଦେଶକୁ ଆମେ ପାଳନ କରନ୍ତି ତ କଳିଯୁଗର ପାବନ ଅବତାର ଭଗବାନ ତ ସବୁବେଳେ ନାମ ଅବତାର ବିଗ୍ରହଙ୍କ ଅବତାରରେ ଆମକୁ କୃପା କରନ୍ତି ଷ୍ଟିଲ ଭଗବାନ ଯେମିତି ଆମେ ମୋବାଇଲରେ ଗୋଟେ ପର୍ସନାଲାଇଜ ଫର୍ମ ଦେଖୁ कि एटा मोर फोल्डर एटा मोर ए एप्लीकेशन सेमती भगवान पर्सनलाइज वे रे आसे कि भगवान कौन करछंती शुद्ध कृष्ण प्रेम को शिक्षा दान करछंती पात्र अपात्र कौन से जिनिस देखु नांदी तो अनकंडीशनली भगवान जेतले हमको ए हरिनाम प्रदान करछंती ताहले हमको ग्रहण करियार अछि भगवान चैतन्य महाप्रभु कहउछंती एनेछि औषधि माया नासिबार लागि हरे कृष्ण महामंत्र ला तुम्हें मागे तो भगवान अनकंडीशनल नेचर अछि भगवान हरिनाम को हमको प्रदान करिया पई किंतु केही कहि पारे ठीक अछि यदि महावदान्य अवतार चैतन्य महाप्रभु ताहले स्वतः काहे कि हमको देई दो नाहंती आ मागिया पई काहे कि कंडीशन रखिसंती कारण कंडीशन एथि पई रखिसंती भगवान काहे कि ना हमको एटलीस्ट मिनिमम सिंसियरिटी शो करियार अछि लह तुमी मागी तुमको मागी कि नबाक पड़िबो मु तो मागणारे मु बिक्री करछि चैतन्य महाप्रभु कहउछंती मु मागणारे देई दउछि किंतु तुमे आसी कि मागी कि नबो सेति कि सिंसियरिटी हमको देखैबार अछि स्टिल सेति कि गैप जो रहिबो ताको मेंटेन करिया पई नित्यानंद प्रभु आछंती भगवान एंदी काली कहउतले कि भगवान आउ गुरुଙ୍କ ଭିତରେ କୌଣସି ବିଶେଷ ପାର୍ଥକ୍ୟ ନାହିଁ ମାନେ ଭଗବାନ ଭଗବତ ତତ୍ତ୍ୱ ଗୁରୁ ଜୀବ ତତ୍ତ୍ୱ କିନ୍ତୁ ଦି ଜଣଙ୍କର ମିଶନ ସମାନ यद्यपि हमारा गुरु चैतन्य दास ଯେତେବେଳେ ବି ଆମେ ବୁଝୁଛେ ଗୁରୁ ତତ୍ତ୍ୱକୁ ଗ୍ରହଣ କରୁଛେ ତ ଚୈତନ୍ୟ ମହାପ୍ରଭୁଙ୍କର ସମସ୍ତେ ଦାସ ନିତ୍ୟାନନ୍ଦ ପ୍ରଭୁ ହୁଅନ୍ତୁ କି ନିତ୍ୟାନନ୍ଦ ପ୍ରଭୁଙ୍କୁ କୁହାଯାଏ ସମଷ୍ଟି ଗୁରୁ ମାନେ ସମସ୍ତ ଗୁରୁ ତତ୍ତ୍ୱର ମୂଳ ଆଧାର ହେଲେ ନିତ୍ୟାନନ୍ଦ ପ୍ରଭୁ ବଳରାମ ତାଙ୍କ ପରେ ସମସ୍ତ ଗୁରୁ ତତ୍ତ୍ୱ ବେଷ୍ଟି ହେଇଥାନ୍ତି ବେଷ୍ଟି ମାନେ ବିସ୍ତାରିତ ହେଇକି ରହିଥାନ୍ତି ଶିକ୍ଷା ଗୁରୁ ହୁଅନ୍ତୁ ସମସ୍ତ ଗୁରୁ ତତ୍ତ୍ୱରେ ବିସ୍ତାରିତ ହେଇଥାନ୍ତି ଗୁରୁ କଣ କରନ୍ତି ଆମକୁ ଏ ଭୌତିକ ଅଜ୍ଞାନ ଅନ୍ଧକାରରୁ ମୁକ୍ତ କରିକି ଭଗବତ ଧାମ ନିଅନ୍ତି ତଥାପି ଏ ଅଜ୍ଞାନ ଅନ୍ଧକାରର ସମସ୍ତେ ଆମକୁ ମୁକ୍ତ କରିକି ନେଇ ପାରିବେନି ଯୋଉମାନେ ପ୍ରାମାଣିକ ଗୁରୁ ପରମ୍ପରାରେ ନିତ୍ୟାନନ୍ଦ ପ୍ରଭୁଙ୍କ ଠାରୁ ଆସିଛନ୍ତି ସେମାନେ ହିଁ ଆମକୁ ଏ ଭୌତିକ ଭବ ବନ୍ଧନରୁ ମୁକ୍ତ କରିପାରିବେ ତେଣୁ ସେଥିପାଇଁ ଗୌରଗୋବିନ୍ଦ ସ୍ୱାମୀ ଗୌତମ ବହିରେ ବହୁତ ସୁନ୍ଦର ଭାବରେ ଲେଖୁଛନ୍ତି कि आमे यदि ए भौतिक जन्म ए भौतिक जीवन रे मनुष्य जन्म पाइछे आ मनुष्य जीवन रे हम गुरु ग्रहण करिछे प्रामाणिक गुरु को ग्रहण करिछे किंतु सेतिकिरे हमकु सीमित रहिबार नाही हमकु समर्पित होवार अछि काहेकि ना समर्पण भाव पर अहंकार रा नष्ट हुए आ अहंकार नष्ट होला परे आमे सब जिंस को ठीक ठीक रूप रे देखि पारंती तेणु अत्यंत कृपामय नित्यानंद प्रभुଙ୍କର आविर्भाव ଆମ ହୃଦୟରେ ଏଠି ହଉଛି ସେତେବେଳେ ଆମେ ତାଙ୍କୁ ସସମ୍ମାନେ ମହାପ୍ରଭୁଙ୍କର ତ ଏଭଳି ଇଏ ଅଛି ଯଦି ଆମେ ତାଙ୍କୁ ସସମ୍ମାନେ ଆମ ହୃଦୟରେ ସ୍ଥାନ ଦିଅନ୍ତି ସିଏ ଆସିକି ଆମ ହୃଦୟ ସଫା କରନ୍ତି କୃଷ୍ଣ ଭଗବାନ କହନ୍ତି ମୋ ପାଖରେ ଶରଣାଗତ ହୁଅ ପୂର୍ଣ୍ଣ ରୂପେ अकिंचन निष्किंचन भक्त हवाक पड़िबो किंतु चैतन्य नित्यानंद प्रभु कौन कहउछंती नाम गाने सदा रुचि सब समय भगवान का नाम गान कर जा द्वारा
ତମ ହୃଦୟରେ ସମସ୍ତ ପ୍ରକାର କଳମସ ନଷ୍ଟ ହେଇଯିବ। ତେଣୁ ଆଜି ନିତ୍ୟାନନ୍ଦ ପ୍ରଭୁଙ୍କର ଆବିର୍ଭାବରେ ଆମେ ନିଜକୁ ଅତ୍ୟଧିକ ପ୍ରତିବद्धତା ସ୍ତରକୁ ଆଣିବାର ଅଛି କି ନାଇଁ ମଣିଷ ଜୀବନ ଆମେ ପାଇଛେ, ଆଉ ଯଦି କୃଷ୍ଣ ଭଜନ କରିବାନି, ରାଧାରାଣୀଙ୍କର ଭଜନ କରିବାନି, ଗୌରାଙ୍ଗ ଭଜନ କରିବାନି, ନିତ୍ୟାନନ୍ଦ ଭଜନ କରିବାନି, ତାହେଲେ ପୁଣି କିଛି ବର୍ଷ ପରେ ଆମେ ମଣିଷ ଜନ୍ମରେ ନଥିବା। ଆଜି ଆମେ ବଡ ପାସପୋର୍ଟ ମାରିକି କହିଥିବା କି ନାଇଁ ମୁଁ ସୁଖରେ ରହିଯିବି ଯେମିତି ହେଲେ ବି। ବହୁତ ଜଣ ଭକ୍ତି କି ତ୍ୟାଗ କରିକି ପଳାନ୍ତି, କିନ୍ତୁ ଏହା ନିର୍ବୋଧପଣିଆ କି ଆମେ ଚେତନ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କ ଆଶ୍ରୟ ବିନା ରହିବା ପାଇଁ ପସନ୍ଦ କରନ୍ତି। ତେଣୁ ସେଥିପାଇଁ ଆମେ ଆଜିର ଦିନରେ ଯୋଉ ଦିନରେ ଚୈତନ୍ୟ ମହାପ୍ରଭୁଙ୍କର ବିଶେଷ ଅବତାର ନିତ୍ୟାନନ୍ଦ ପ୍ରଭୁ ଯେ ଅତ୍ୟନ୍ତ କୃପାମୟ, ଭଗବାନଙ୍କର ନାଁ ଅବଧୂତ ଶିରୋମଣି। କାହିଁକି ନା ଭଗବାନ କୌଣସି ମାନେ ଭୌତିକତାର ସ୍ପର୍ଶ ହିଁ ନଥାଏ। ଅବଧୂତ ଶିରୋମଣି, କିଛି ବି ୱେରେ ଭଗବାନ ବୁଲୁଥାନ୍ତି ନିତ୍ୟାନନ୍ଦ ପ୍ରଭୁ। ତେଣୁ ଆମ ଭଳି ବୋଧ ଜୀବଙ୍କୁ ଉଦ୍ଧାର କରିବା ପାଇଁ ଭଗବାନ ମାନେ ଅବଧୂତର ରୂପ ଗ୍ରହଣ କରିଛନ୍ତି। ସେଥିପାଇଁ ଆମେ ନିଜର ପ୍ରତିବଦ୍ଧତାକୁ ଦେଖେଇବାର ଅଛି କି ଭଗବାନ ମୁଁ ବାସ୍ତବରେ ଆପଣଙ୍କୁ ପ୍ରେମ କରେ, ଆଉ ଆପଣଙ୍କ ବ୍ୟତୀତ ମୁଁ ରହିବା ପାଇଁ ଚାହେଁନି ଭୌତିକ ଜଗତରେ। ଭୌତିକ ଜଗତ କେବଳ ମୋ ପାଇଁ ଗୋଟେ ବିଡମ୍ବନାର ବିଷୟ, ଦୁଃଖର ବିଷୟ। ୟା ବ୍ୟତୀତ ମତେ ମାୟା ପାଖରେ ଶରଣାଗତ ହେଇକି ମତେ ବିଶେଷ କିଛି ପ୍ରାପ୍ତ ହେଇନି। ଜନ୍ମ ଜନ୍ମାନ୍ତରରେ ମୁଁ ଆପଣଙ୍କ ଚରଣ କମଳରେ ଆଶ୍ରୟ ନେବା ପାଇଁ ଚାହୁଁଛି, କିନ୍ତୁ ମାୟା ମତେ ଏତେ ତାର ପ୍ରଭାବରେ ମାୟା ପ୍ରଭାବରେ ସେ ମତେ ଏତେ ଜର୍ଜରିତ କରୁଛି କି ମୁଁ କେବଳ କ୍ରନ୍ଦନ ସା ହଉଛି। ଆଜିଠାରୁ ମୁଁ ଆପଣଙ୍କ ପାଇଁ ଅଶ୍ରୁ ବିଗଳିତ କରିବି, ଆଉ ଆପଣଙ୍କର ପ୍ରାମାଣିକ ଉଦ୍ଦେଶ୍ୟ, ପ୍ରାମାଣିକ ନିର୍ଦ୍ଦେଶକୁ ମୁଁ ଅନୁପାଳନ କରିବି। ତେଣୁ ନିତ୍ୟାନନ୍ଦ ପ୍ରଭୁଙ୍କ ଠାରୁ ଯୋଉ ଗୁରୁ ପରମ୍ପରା ପୁନଃ ଆମକୁ ପ୍ରାପ୍ତ ହେଇଛି ପ୍ରଭୁପାଦଙ୍କ ପର୍ଯ୍ୟନ୍ତ, ତାପରେ ପ୍ରଭୁପାଦଙ୍କ ପରେ ଯୋଉ ଗୁରୁ ମହାରାଜ ମାନେ ଅଛନ୍ତି, କନ୍ୟା ଆଚାର୍ଯ୍ୟ ଗୁରୁ ଆଚାର୍ଯ୍ୟ ବର୍ଗ, ସମସ୍ତଙ୍କ ପାଖରେ ମୁଁ ଗୋଟିଏ ନିବେଦନ କରିବି କି ମୁଁ ଯେମିତି ଭକ୍ତି କରିପାରେ, ମୋର ବାକି ସବୁ ଜିନିଷରେ ମୁଁ କମ୍ପ୍ରମାଇଜ କରିବି, କିନ୍ତୁ ଭକ୍ତି କରିବା ପାଇଁ ନିଷ୍କପଟ ଭାବରେ ଗୁରୁଙ୍କର ଏମିତି ଦୁଇଟି ବିଶେଷ କୃପା ଥାଏ, ସକପଟ କୃପା, ନିଷ୍କପଟ କୃପା। ସକପଟ କୃପା ମାନେ ଗୁରୁ ତମେ କିଛି ଜିନିଷ ମାଗିବ, ସେ ଆମକୁ ଯୋଉଟା ସୁହାଇଲା ଭଳିଆ ସେଟା ଯେତେବେଳେ କରିବେ ତ ଜାଣିବ ସକପଟ କୃପା, କପଟତା ଅଛି। ନିଷ୍କପଟ କୃପା, ଆମର ହୃଦୟ ଯଦି ନିଷ୍କପଟ ଥିବ, କେବଳ କୃଷ୍ଣଙ୍କ ପ୍ରୀତି ଅର୍ଥେ ଆମେ ଯେତେବେଳେ ଭଗବାନଙ୍କର ସେବା କରିବା ପାଇଁ ଯାଉଥିବା, ଗୁରୁଙ୍କର ସେବା କରିବା ପାଇଁ ଯାଉଥିବା, ନିଷ୍କପଟରେ ତାରେ ନିଷ୍ଠା ପ୍ରଦର୍ଶନ କରୁଥିବା, ସେତେବେଳେ ଆମେ ନିତ୍ୟାନନ୍ଦ ପ୍ରଭୁଙ୍କର କୃପା ପାଇବା। ଜୀବନର ଅନ୍ୟ କୌଣସି ମୂଲ୍ୟ ନାହିଁ, ଜୀବନର ଅନ୍ୟ କୌଣସି ଉଦ୍ଦେଶ୍ୟ ବି ନାହିଁ, କେବଳ ନିତ୍ୟାନନ୍ଦ ପ୍ରଭୁଙ୍କର ଚରଣରେ ଆଶ୍ରିତ ହେବା ବିନା। ନା ଆସନ୍ତୁ ଆମେ ସମସ୍ତେ ଏଇ ପବିତ୍ର ନିତ୍ୟାନନ୍ଦ ତ୍ରୟୋଦଶୀରେ ନିଜର ପ୍ରତିବଦ୍ଧତାକୁ ବଢେଇବା, ଶରଣାଗତକୁ ବଢେଇବା, ଆନୁଗତ୍ୟ ସ୍ୱୀକାର କରିବା, ତାକି ଆମେ ଭଗବାନଙ୍କର ଭକ୍ତିକୁ ସୁନ୍ଦର ଭାବରେ ଯାଜନ କରିବା, ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବା ପୂର୍ବରୁ ଆମେ ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କର ପାଦ ପଦ୍ମରେ ନିଜର ମନକୁ ସ୍ଥାପିତ କରିଥିବା। हरे कृष्ण। श्रील प्रभुपाद की जय, श्री नित्यानंद प्रभु की जय। जय गौर प्रेमानंद। हरि हरि बोल।